କେବେ ଏମିତି ହୋଇଛି କି କିଛି ଭଲ କରିବାକୁ ଯାଇ ଓଲଟା ସବୁକିଛି ବିଗିଡ଼ି ଯାଇଛି? ଆଜି ଆମେ ଏକ ପୁରୁଣା କାହାଣୀରୁ ଏକ ଏମିତି ଶିକ୍ଷା ବିଷୟରେ ଜାଣିବା ଯାହା ଆଜିର ଦୁନିଆ ପାଇଁ ବି ବହୁତ ଜରୁରୀ। ପ୍ରଶ୍ନଟା ଟିକେ ଅଜବ ଲାଗୁଛି ନୁହେଁ କି? ଭଲ ମନରେ କରାଯାଇଥିବା କାମ କେମିତି ବିନାଶର କାରଣ ହେବ? ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ଆଜିର କାହାଣୀ ଆମକୁ ଦେଖାଇବ ଯେ ଏହା କେବଳ ସମ୍ଭବ ନୁହେଁ ବରଂ ଏମିତି ଅନେକ ଥର ହୁଏ। ଆଉ ଏଇ କାହାଣୀର ମୂଳ କଥାଟା କ'ଣ ଜାଣନ୍ତି? ଯେତେବେଳେ ଆମେ କାମଟା କାହିଁକି କରୁଛେ ତାକୁ ନ ବୁଝି କେବଳ କେମିତି କରିବା ଉପରେ ଅଧିକ ଧ୍ୟାନ ଦେଉ ସେତେବେଳେ ବିଫଳତା ହିଁ ମିଳେ। ଏହି ପୁରୁଣା କାହାଣୀଟି ଆଜିର ଦୁନିଆରେ ଆମେ କରୁଥିବା ଭୁଲଗୁଡ଼ିକର ଏକ ସ୍ପଷ୍ଟ ଚିତ୍ର ଦେଖାଏ। ହଁ, ଆମ କାହାଣୀ ଏହାର ସବୁଠୁ ବଡ଼ ଉଦାହରଣ। ଏଠି କାମ କରିବାର ଉପାୟଟା ଏତେ ଭୁଲ ଥିଲା ଯେ ତାହା ଲକ୍ଷ୍ୟ ପୂରଣ କରିବା ବଦଳରେ ଓଲଟା ସବୁକିଛି ବର୍ବାଦ କରିଦେଲା। ଆଚ୍ଛା, ତେବେ ଚାଲନ୍ତୁ କାହାଣୀଟା ଆରମ୍ଭ କରିବା। ଦେଖିବା ଏସବୁର ଆରମ୍ଭ କେମିତି ହେଲା ଆଉ ସମସ୍ୟାଟା କେଉଁଠୁ ସୃଷ୍ଟି ହେଲା। ଭାବି ଦେଖନ୍ତୁ, ବାରାଣାସୀରେ ଗୋଟେ ବହୁତ ସୁନ୍ଦର ବଗିଚା ଥିଲା ଯେଉଁଠି ଅନେକ ଦୁର୍ଲଭ ଗଛ ଲାଗିଥିଲା। ସେ ବଗିଚାର ମାଳିର ଇଚ୍ଛା ହେଲା ସହରରେ ହେଉଥିବା ଗୋଟେ ବଡ଼ ଉତ୍ସବକୁ ଯିବା ପାଇଁ। ଆଉ ତାର ସେଇ ଛୋଟ ଇଚ୍ଛାରୁ ହିଁ ଆରମ୍ଭ ହେଲା ଏକ ବଡ଼ ବିପର୍ଯ୍ୟୟର କାହାଣୀ। ତ ମାଳି କ'ଣ କଲା? ସେ ତାର ମାଙ୍କଡ଼ ସାଙ୍ଗମାନଙ୍କ ସହ ଗୋଟେ ବନ୍ଦୋବସ୍ତ କଲା। ଦେଖିବାକୁ ତ ବହୁତ ଭଲ ଆଇଡିଆ ଲାଗୁଥିଲା, କିନ୍ତୁ ସତରେ କ'ଣ ଥିଲା? ମାଳି ତାର ମାଙ୍କଡ଼ ବନ୍ଧୁ ଉପରେ ପୁରା ଭରସା କରି ତାକୁ ଗୋଟେ ସରଳ କାମ ଦେଲା। କହିଲା, ମିତ୍ର, ତୁମେମାନେ ମିଶି ଗୋଟେ ଦିନ ପାଇଁ ବଗିଚାରେ ପାଣି ଦେଇଦେବ। ଆଉ ମାଙ୍କଡ଼ମାନଙ୍କର ମୁଖିଆ ବି ପୁରା ଖୁସିରେ ଆଉ ଉତ୍ସାହରେ ହଁ ଭରିଦେଲା। ହେଲେ ଏଇଠୁ ହିଁ କାହାଣୀରେ ଆସିଲା ସବୁଠୁ ବଡ଼ ମୋଡ଼। ଗୋଟେ ଯୋଜନା ଯାହା ଶୁଣିବାକୁ ବହୁତ ବିଚାରପୂର୍ଣ୍ଣ ଲାଗୁଥିଲା ସେଇଟା ହିଁ ସବୁକିଛି ନଷ୍ଟ କରିଦେଲା। ଆଉ ଏବେ ଶୁଣନ୍ତୁ ସେ ମାଙ୍କଡ଼ ମୁଖିଆର ଜ୍ଞାନୀ ନିର୍ଦ୍ଦେଶତା। ସେ ତା ଦଳକୁ କହିଲା, ବନ୍ଧୁଗଣ, ଆମକୁ ବୁଝି ବିଚାରି କାମ କରିବାକୁ ହେବ। ସବୁ ଗଛକୁ ପ୍ରଥମେ ଓପାଡ଼ି ଦିଅ, ତାପରେ ଦେଖ ତା ଚେର କେତେ ଗଭୀର ଆଉ ସେହି ଅନୁସାରେ ପାଣି ଦିଅ। ଶୁଣିଲେ ଲାଗିବ କେତେ ଯୋଜନାବଦ୍ଧ ଭାବେ କାମ ହେଉଛି, ନୁହେଁ କି? ହେଲେ ଏଇଟା ହିଁ ଥିଲା ସବୁଠୁ ବଡ଼ ଭୁଲ ଆଉ ହାସ୍ୟାସ୍ପଦ ମଧ୍ୟ। ଦେଖନ୍ତୁ, ଏଠି କେମିତି କଥାଟା ପୁରା ଉଲ୍ଟା ହୋଇଗଲା। ଗୋଟିଏ ପଟେ ଲକ୍ଷ୍ୟ ଥିଲା ଗଛକୁ ବଞ୍ଚେଇବା, ଆଉ ଅନ୍ୟପଟେ କାମ କ'ଣ ହେଲା? ଗଛକୁ ମୂଳର ଉପାଡ଼ିବା। ଲକ୍ଷ୍ୟ ଆଉ କାମ କରିବାର ଉପାୟ ଭିତରେ ଏହାଠୁ ବଡ଼ ବିଡ଼ମ୍ବନା ଆଉ କ'ଣ ଥାଇପାରେ? ଆଉ ଫଳ କ'ଣ ହେଲା ତାହା ତ ସ୍ପଷ୍ଟ, ସମ୍ପୂର୍ଣ୍ଣ ଧ୍ୱଂସ। ନିଜ ନେତାର କଥାକୁ ଅକ୍ଷରେ ଅକ୍ଷରେ ପାଳନ କରି ମାଙ୍କଡ଼ମାନେ କିଛି ସମୟ ଭିତରେ ସେହି ସୁନ୍ଦର ବଗିଚାକୁ ମାଟିରେ ମିଶାଇ ଦେଲେ। ହେଲେ ଏଇ ଯେଉଁ ସବୁ ଘଟଣା ଘଟୁଥିଲା ତାକୁ ଚୁପଚାପ ଆଉ ଜଣେ ଦେଖୁଥିଲେ, ଜଣେ ଜ୍ଞାନୀ ବ୍ୟକ୍ତି ଯିଏ ଏହି ଘଟଣାରୁ ଆମକୁ ସବୁଠାରୁ ବଡ଼ ଶିକ୍ଷା ଦେବେ। ସେ ଥିଲେ ଜ୍ଞାନୀ ବୋଧିସତ୍ତ୍ୱ, ଯିଏ ସେହି ବଗିଚାରେ ହିଁ ରହୁଥିଲେ। ଆଉ ତାଙ୍କ ଆଖି ସାମ୍ନାରେ ହିଁ ଏହି ପୁରା ବିନାଶ ଲୀଳା ଘଟିଗଲା। ଆଉ ସେହି ସମୟରେ ବୋଧିସତ୍ତ୍ୱ କହିଲେ ସେହି ଗୋଟିଏ ଶକ୍ତିଶାଳୀ କଥା, ଯିଏ କୌଣସି କାମ ବିଷୟରେ ଠିକ୍ ଭାବେ ଜାଣିନଥାଏ ସେ ଏମିତି ଭାବରେ ହିଁ କାମକୁ ନଷ୍ଟ କରିଦିଏ। ଏହି ଗୋଟିଏ ବାକ୍ୟ ଭିତରେ ହିଁ ସବୁକିଛି ଲୁଚି ରହିଯାଇଛି। ଆଉ ଜାଣନ୍ତି, ଏଇ ଯେଉଁ ପ୍ରାଚୀନ କଥାଟା ତାର ଆଜିର ଦୁନିଆରେ ବି ଗୋଟେ ନାଁ ଅଛି। ତାକୁ କୁହାଯାଏ ସଦିଚ୍ଛାପୂର୍ଣ୍ଣ ଅଯୋଗ୍ୟତା। ମାନେ ଯେତେବେଳେ ଇଚ୍ଛାଟା ଭଲ ଥାଏ କିନ୍ତୁ ଜ୍ଞାନ ଆଉ ଦକ୍ଷତାର ଅଭାବରୁ ସାହାଯ୍ୟ କରିବା ବଦଳରେ ଓଲଟା କ୍ଷତି ହୋଇଯାଏ। ତେବେ ଏହି ପୁରା କାହାଣୀରୁ ଆମେ କ'ଣ ଶିଖିଲେ? ପ୍ରଥମ କଥା ହେଲା, କୌଣସି କାମ ଆରମ୍ଭ କରିବା ଆଗରୁ ତାର ଉଦ୍ଦେଶ୍ୟ ବା କାହିଁକିକୁ ଭଲ ଭାବେ ବୁଝିବା ଦରକାର। ଦ୍ୱିତୀୟରେ, କେବଳ ଭଲ ଇଚ୍ଛା ଥିଲେ ହେବନି, ସେ କାମ ପାଇଁ ଜ୍ଞାନ ବି ଦରକାର। ତୃତୀୟ କଥା, ଯଦି କାମ କରିବାର ଉପାୟଟା ହିଁ ଭୁଲ ତେବେ ଯେତେ ଚେଷ୍ଟା କଲେ ବି ଫଳ ମିଳିବନି। ଆଉ ସବୁଠୁ ଜରୁରୀ କଥା, ଯଦି ଲାଗୁଛି କୌଣସି ନିର୍ଦ୍ଦେଶ ଆମକୁ ଲକ୍ଷ୍ୟଠାରୁ ଦୂରେଇ ନେଉଛି ତେବେ ପ୍ରଶ୍ନ ପଚାରିବାକୁ ଆଦୌ ଡରିବା ଉଚିତ ନୁହେଁ। ତେବେ ଶେଷରେ ଗୋଟେ ପ୍ରଶ୍ନ ସହ ଛାଡ଼ି ଯାଉଛି। ଟିକେ ଭାବି ଦେଖନ୍ତ, ଆମ ଆଖପାଖରେ, ଆମ କାମ ଜାଗାରେ କିମ୍ବା ଆମ ନିଜ ଜୀବନରେ ଏମିତି ସାହାଯ୍ୟ କେବେ ଦେଖିବାକୁ ମିଳିଛି ଯେଉଁଠି ଭଲ କରିବାର ଇଚ୍ଛା ଶେଷରେ ସବୁକିଛି ବିଗାଡ଼ି ଦେଇଛି?